ଗଲା ପୁଅ କୁଆଡ଼େ ଗଲା ରେ ହରିବାରେ। ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକ ଲରମ୍ବା ଥାନା ଅନ୍ତର୍ଗତ ଖୋଲାଗଡ଼ ଗାଁର ଶେଷ ମୁଣ୍ଡରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ପାନୀୟ ଜଳ ପ୍ରକଳ୍ପର ଓଭରହେଡ୍ ଟ୍ୟାଙ୍କରେ ଜଣେ ଶ୍ରମିକଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି। ଏନେଇ ପୋଲିସ ଘଟଣାର ତଦନ୍ତ ଜାରି କରିଛି। ମୃତ ଶ୍ରମିକ ଜଣକ ନିଲୁ ପଲେଇ। ଘଟଣାର ଖବର ପାଇ ଲରମ୍ବା ପୋଲିସ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିଥିବା ବେଳେ ଗାଁରେ ଉପସ୍ଥିତ ଥିବା ଜନସାଧାରଣ ଓ ଅନ୍ୟ ଶ୍ରମିକମାନଙ୍କୁ ପଚରାଉଚରା କରୁଛନ୍ତି। ମୃତକଙ୍କର ବାପା କହିବା ଅନୁସାରେ ସମ୍ପୃକ୍ତ ଠିକାଦାର କାମରେ ଲଗାଇ ପଇସା ପତ୍ର ନ ଦେବାରୁ ପୁଅ ଟେନସନରେ ଜୀବନ ହାରିଥିବା ସେମାନେ ଅଭିଯୋଗ କରିଛନ୍ତି। ପରେ ଲରମ୍ବା ପୋଲିସ ଝୁଲନ୍ତା ମୃତଦେହକୁ ଜବତ କରି ଅଧିକ ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ ପାଟନାଗଡ଼ ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି। ପବନ ପଲେଇ ନୟାଗଡ଼ଙ୍କ ରିପୋର୍ଟ ଆଧାରରେ ଗୋଟେ ଲରମ୍ବା ଥାନାରେ ଗୋଟେ ୟୁଡି କେସ୍ ହେଇଛି। ତାଙ୍କର ପୁଅ ଆତ୍ମହତ୍ୟା କରିଛନ୍ତି ବୋଲି ସେ ଦେଇଛନ୍ତି ରିପୋର୍ଟଟା। ୟୁଡି କେସ୍ ନମ୍ବର ଲରମ୍ବା 3 ଡେଟେଡ୍ ଟୁଡେ। ଆଉ ସେ ସମୟରେ ଆମର ସାଇଣ୍ଟିଫିକ୍ ଟିମ୍ ଆସୁଛନ୍ତି ଏବଂ ଲରମ୍ବା ଟିମ୍ ଆମର ଏନକ୍ୱାରି କରୁଛନ୍ତି। ପୋଷ୍ଟମର୍ଟମ୍ ଲାଗି ତାଙ୍କର ପଠା ପରେ ତାଙ୍କର ଡେଡ୍ ବଡି ହସ୍ତାନ୍ତର କରାଯିବ। ବଲାଙ୍ଗୀରରୁ ଗୁପ୍ତେଶ୍ୱର ପୃଷ୍ଟିଙ୍କ ରିପୋର୍ଟ, ଖବର ଓଡ଼ିଶା।